ମୁଁ ମିନକେତନ ନାୟକ, ସଭାପତି ଦହିଖାଇ ସେବା ସମବାୟ ସମିତି ଅଧ୍ୟକ୍ଷ। 18 ଜଣ ଚାଷୀ, ମିଲର ହେଉଛି ଆମର ଶୁଭଲକ୍ଷ୍ମୀ ଏଜେନ୍ସି। ଏବଂ ଆମର 18 ଜଣ ଚାଷୀ ଆଜି ଧାନ 1350 କୁଇଣ୍ଟାଲ ଦେଇଛନ୍ତି। କୌଣସି ପ୍ରକାର ଅସୁବିଧା ନାହିଁ, ସୁରୁଖୁରୁରେ ଚାଲିଛି, ସଲ ଭଲ ହେଇଛି। ଅଧିକ ମୂଳରୁ କହିବିନି। ଆଉ ଏ ବର୍ଷ ଭଲ ଧାନ ହେଇଛି। ସରକାରଙ୍କର କଟନୀ ଛଟନୀ ପାଇଁ ଯେଉଁ ବ୍ୟବସ୍ଥା ନାହିଁ ଏବଂ ଏମାନେ ଉନ୍ନତମାନର ଧାନ ଆଣିଥିବାରୁ କଟନୀ ଛଟନୀ ହେବାର ଆବଶ୍ୟକତା ପଡ଼ୁନି ଏବଂ ଏଫିକ୍ୟୁ ମାନେ ଧାନ ଚାଷୀମାନେ ଖୁସିରେ ଦେଉଛନ୍ତି ଏବଂ ଆମ ସମବାୟ ସମିତିରେ ସୁରୁଖୁରୁରେ ଧାନ କ୍ରୟ ହେଉଛି ଏବଂ ମିଲର ବି ନେଉଛି। 2369 ଟଙ୍କା। ସମବାୟ ସମିତିରେ ଯେଉଁ ଧାନ ଆସୁଛି, ସମ୍ପାଦକ ଦହିଖାଇ ସମବାୟ ସମିତିର ସମ୍ପାଦକ ଏବଂ ଚାଷୀମାନେ ମିଳିତ ଉଦ୍ୟମରେ ଧାନ ଠିକ୍ ଭାବରେ କ୍ରୟ କରାହେଉଛି ଏବଂ ମିଲରଙ୍କୁ ବି ଠିକ୍ ଭାବେ ଦିଆଯାଉଛି ଏବଂ ସୁରେ ଚାଲିଛି। ସମ୍ପାଦକ ଦହିଖାଇ ସେବା ସମବାୟ ସମିତି ହେଲେ ତ ଟୋକନ ଅନୁସାରେ ଫାଷ୍ଟ ରେଟ୍ ଅନୁସାରେ ଚାଲିଛି। ଆଉ 700 କେତେ କୁଇଣ୍ଟାଲ ହେବ, 1250 ପ୍ୟାକେଟ। ଶୁଭଲକ୍ଷ୍ମୀ ରାଇସ୍ ମିଲ୍ ସୁନାଖଳା। ସମବାୟ ସମିତି ତରଫରୁ ଯାହା ସହଯୋଗ କରିବା କଥା ସରକାରଙ୍କ ଯେଉଁ ନିୟମ ଅନୁସାରେ ଲାଟ୍ରିନ୍, ପାଣି, ରହିବା ବସିବା ସ୍ଥଳ ସବୁ ଯୋଗା ହେଇକି ଭଲ ସହଯୋଗରେ ଚାଲିଛି। ଲାଟ୍ରିନ୍, ପାଣି, ପ୍ରତୀକ୍ଷା ସ୍ଥଳ ସବୁ ସୁବିଧା ଅଛି। ମୁଁ ଦହିଖାଇ ସୋସାଇଟିର ବୈକୁଣ୍ଠ ପ୍ରଧାନ, ଜଣେ ଚାଷୀ। ଏଇ ତରଫରୁ ମଣ୍ଡି ଖୋଲିଲା, ଧାନ ଠିକ୍ରେ ଚାଲିଛି। ଚାଲପତି ଧାନ ଆଜ୍ଞା ଏ ବର୍ଷ ଭଲ ଫସଲ ହେଇଥିଲା। ଫସଲ ହେବା ଯୋଗେ ଧର ଚାଷୀମାନେ ଆମେ ମଧ୍ୟ ଉପକୃତ ଅଛୁ। ଟୋକନ ଯାହାକୁ ଯେମିତି ମିଳିବା କଥା, 1 ନମ୍ବରରେ ଯିଏ ଅଛନ୍ତି ନମ୍ବର ୱାଇ ଅଛି ଟୋକନ ଦେବାର, ଟୋକନ ହିସାବରେ ଟୋକନ ଦେଇଛନ୍ତି, ଦିଆଦି ଚାଲିଛି। ଆଉ ସୁବିଧା ବୋଲେ ପାଣି, ଖାଇବା ପିଇବା ସବୁ ଯୋଗାଡ଼। ଧାନ ଥୋଇବା ପାଇଁ ପାଲ ଦେଇଛନ୍ତି, ଥୁଆଥୁଇର ସୁବିଧା ଅଛି। ଆଉ ପାଣି ବସିବା ସବୁ ସୁବିଧା ଅଛି, ବସା ବସି କରିବା ପାଇଁ। ଆଉ କ'ଣ, ହଁ, ସମବାୟ ତରଫରୁ ଆମକୁ ସବୁ ସୁବିଧା ମିଳୁଛି।